ପ୍ରେଜ୍ ଦ ଲର୍ଡ। ୱାର୍ଡ ବଚନ ଚ୍ୟାନେଲରେ ସମସ୍ତଙ୍କୁ ଅଭିନନ୍ଦନ। ଚ୍ୟାନେଲଟିକୁ ନୂଆ ଆସିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ ଏବଂ କମେଣ୍ଟ କରିବାକୁ ଜମା ଭୁଲନ୍ତୁ ନାହିଁ। ତେବେ ଆଦି ପୁସ୍ତକର ପ୍ରଥମ ଅଧ୍ୟାୟର 4th ନମ୍ବର ପଦ ସୂଚନା ଦେଉଅଛି ଯେ ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ। ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ। ତେବେ 4th ନମ୍ବର ପଦ ସୂଚନା ଦେଉଅଛି ପରମେଶ୍ୱର, ପରମ ପିତା, ସଦାପ୍ରଭୁ, ଈଶ୍ୱର, ଭଗବାନ ସେ କଣ କଲେ? ଦୀପ୍ତିକୁ ଦେଖିଲେ। ଯେଉଁ ଦୀପ୍ତିକୁ ସେ ପୂର୍ବେ ସୃଷ୍ଟି କରିସାରିଥିଲେ, ତାଙ୍କ ନିର୍ଦ୍ଦେଶରେ ଯେଉଁ ଦୀପ୍ତି ସୃଷ୍ଟି ହେଇଥିଲା ଦେଖିଲେ, ତାହା ବା ଆଲୋକକୁ ଯେଉଁ ସେ ସୃଷ୍ଟି କରିଥିଲେ ପୂର୍ବ ପଦରେ ଆମେ ପଢିଛନ୍ତି, ସେ ଆଲୋକ ଅତି ଉତ୍ତମ ବା ଅତି ଚମତ୍କାର ବା ଅତ୍ୟନ୍ତ ଜରୁରୀ ଥିଲା। ତେଣୁ ସେ ଦେଖି କଣ କଲେ? ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ। ତହୁଁ କହିଲେ ତାପରେ ବା ପରବର୍ତ୍ତୀ ସ୍ତରରେ ପରମେଶ୍ୱର, ପରମ ପିତା, ଈଶ୍ୱର, ସଦାପ୍ରଭୁ ସେ କଣ କଲେ? ଅନ୍ଧକାରରୁ, ଯେଉଁ ଅନ୍ଧକାର ପୂର୍ବେ ଘୋଟି ରହିଥିଲା, ପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ଦୀପ୍ତି ସୃଷ୍ଟି ହେଇଥିଲା, ସେଇ ଅନ୍ଧକାର କଣ କଲେ? ଅନ୍ଧକାରରୁ ଦୀପ୍ତିକୁ ବା ଆଲୋକକୁ ବା ଜ୍ୟୋତିକୁ ଭିନ୍ନ କଲେ। ଭିନ୍ନର ଅର୍ଥ ଅଲଗା କଲେ ବା ପୃଥକ କଲେ। ତେବେ ଏଠାରେ ଆଲୋକ ଏବଂ ଅନ୍ଧକାରର ସାମଞ୍ଜସ୍ୟ ବା ପୃଥକତା ପରମେଶ୍ୱରଙ୍କ ଦ୍ୱାରା, ଶକ୍ତିଶାଳୀ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହେଲା। ତେବେ ଏଠାରେ ପ୍ରଥମ ଅଧ୍ୟାୟର 4th ନମ୍ବର ପଦ ଶେଷ ହେଲା, ଯାହା ଆଲୋକ ଏବଂ ଅନ୍ଧକାର ପରମ ପିତା ପରମେଶ୍ୱରଙ୍କ ଦ୍ୱାରା କିପରି ଭାବେ ସୃଷ୍ଟି ହେଇଥିଲା, ତାହା ଏଠାରେ ସୂଚନା ଦିଆଯାଇଛି। ତେବେ ସମସ୍ତଙ୍କୁ ଧନ୍ୟବାଦ।